जय जगन्नाथ सांगने समस्त शुभ सकाल आशा करছি ଆପଣ ସମସ୍ତେ ଭଲ ଅଛି ମୁଁ ମଧ୍ୟ ପୁରା ଭଲ ଅଛି ମୋ ବୋଉ ମଧ୍ୟ ପୁରା ଭଲରେ ଅଛି ଚାଲନ୍ତୁ ଆଜିର ବ୍ଲଗଟି ଷ୍ଟାର୍ଟ କରିବା ସକାଳୁ ସକାଳୁ ଏବେ ଉଠି ପଡ଼ିଲେ ଉଠିକି ଏବେ ଯିବା ଗାଡ଼ିଟା ଧୋଇଦେବା ଆଜି ବୋଲେରୋଟା ଧରିକି ଆସିଛି କାରଣ ଆମ ଗାଁରେ ଆଜି ନିର୍ବନ୍ଧ ଭଡ଼ା ଅଛି ସେଥିପାଇଁ ବୋଲେରୋଟା ଯିବ ଆଉ ବୋଲେରୋଟା ଆଣିକି ପ୍ରଥମେ ତାକୁ ଭଲରେ ଧୋଇଦେବା ଭଲରେ ଧୋଇ ସାରିଲା ପରେ ଏବେ ରିଟର୍ନ ପଳେଇ ଆସିଲି ଘରକୁ ଆଜି ରବିବାର ଭାତ ମାଛ ବେସର ପଖାଳ ଭାତ ମାଛ ବେସର ପଖାଳ ଭାତ ଆଉ ଖଟା ଟିକେ ଆଳୁ ପୋଡ଼ା ଗୋଟେ ସାଙ୍ଗମାନେ ଚାଲନ୍ତୁ ଜଲ୍ଦି ଜଲ୍ଦି ଖାଇଦେବା ଖାଇସାରିଲା ପରେ ଆମର କର୍ମକ୍ଷେତ୍ରକୁ ଆମେ ବାହାରିବା ଏବେ ମୁଁ ରେଡ଼ି ହେଇଯାଇଛି ମୋର କର୍ମକ୍ଷେତ୍ରକୁ ଯିବା ପାଇଁ ଆପଣ ଟିକେ କୁହନ୍ତୁ ମୁଁ କେମିତି କ'ଣ ଦେଖାଯାଉଛି କମେଣ୍ଟ ମଧ୍ୟ ଟିକେ ନିଶ୍ଚୟ ଜଣାଇବେ ଏବେ ମୁଁ ଆସିକି ପହଞ୍ଚିଗଲି ଆମର ଯେଉଁ ଜାଗାରୁ ଭଡ଼ାଟି ଆଜି ଅଛି ସେଠି ଗାଡ଼ି ଲଗାଇ ବସିଥିଲି ପ୍ରଥମେ ଆମର ଦଦ ଜଣେ ଆସିଥିଲେ ସିଏ ବସିଲେ ମୋ ସହିତ କିଛି ସମୟ କଥା ହେଲା ପରେ ଆମର ଆଜି ଦୁଇଟା ଗାଡ଼ି ଆସିଯାଇଥିଲା ଦୁଇଟା ଗାଡ଼ି ଏବେ ଆମେ ବାହାରିଲୁ ଝିଅର ଗାଁକୁ ଫାଇନାଲି ଝିଅର ଦୁଆରେ ଆସିକି ପହଞ୍ଚିଗଲୁ ସମସ୍ତେ ବର୍ତ୍ତମାନ ଓହ୍ଲାଉଛନ୍ତି ଚାଲନ୍ତୁ ଏବେ ଝିଅ ଘରକୁ ଯିବା ଦେଖିବା ସେଠି ସବୁ କ'ଣ କ'ଣ ଘଟୁଛି ପ୍ରଥମେ ସିଏ ଆମକୁ ଟିକେ ଜଳଖିଆ ଦେଇଥିଲେ ଖାଇବା ପାଇଁ ଜଳଖିଆ ଖାଇସାରିଲା ପରେ ଆମର ଯାହା ବି ନିର୍ବନ୍ଧର କାମ ଅଛି ସେ କାମ ମଧ୍ୟ ଆରମ୍ଭ ହେଇଥିଲା ଏଇ ଟୋକା ଆପଣ ଦେଖିଥିବେ ଏଇ ଟୋକା ହେଉଛି ମେନ୍ ଆକୁ ନ ଧରିଲେ କିଛି ବି ହେବନି ସେଥିପାଇଁ ପ୍ରଥମେ ତାକୁ ଗୁଆ ଦିଆହେବ ତାକୁ ଚନ୍ଦନ ଲଗାହେବ ତାକୁ ଟିକେ ପୂଜା କରାହେବ ତାପରେ ଅଲଗା ଲୋକକୁ ଯାହା କରିବା କଥା କରାଯିବ ଚାଲନ୍ତୁ ତା କାମ ତ ସରିଗଲା ଏବେ ଆମର ଗାଁରେ କେମିତି ନିର୍ବନ୍ଧ ହେଉଛି ସେ ସବୁ ଟିକେ ଦେଖିବା ଏବେ ଆସିକି ଆମେ ପହଞ୍ଚି ଯାଇଥିଲୁ ଝିଅର ଘରେ ଝିଅକୁ ଟିକେ ଦେଖି ସାରିଲା ପରେ ଆମେ ପହଞ୍ଚି ଯାଇଥିଲୁ ମନ୍ଦିରରେ ଯେଉଁ ଜାଗାରେ ନିର୍ବନ୍ଧ ହେବ ନିର୍ବନ୍ଧ ହେବ ତା ସହିତ ଭୋଜି ମଧ୍ୟ ଏଇଠି ହେଉଛି ଆମେ ସମସ୍ତେ ଖାଇ ପିଇକି ଏଇଠୁ ହିଁ ଯିବୁ ଗୋଟେ ଭଲ ଶିବ ମନ୍ଦିରରେ ନିର୍ବନ୍ଧ କାମ ହେଉଛି ଆଜି ଯାହା ହଉ ଟିକେ ଭଲ ଲାଗିଲା ମନ୍ଦିର ଟିକେ ଦର୍ଶନ କରିଦେବା ଚାଲନ୍ତୁ ଏବେ ଖାଇବାକୁ ବସିବା ଆମେ ଦୁଇ ଜଣ ବସି ପଡ଼ିଥିଲୁ ଖାଇବା ପାଇଁ ଆଜି ଏଇଟା ତ ଶିବ ମନ୍ଦିରରେ ହେଉଥିଲା ସେଥିପାଇଁ ସାଧା ହେଇଥିଲା ଖାଇସାରିଲା ପରେ ଆମେ ରିଟର୍ନ ଆସିଯାଇଥିଲୁ ଗାଁକୁ ଆସିଲା ପରେ ପ୍ରବଳ ଗରମ ତା ସହିତ ହାଲିଆ ଟିକେ ଫ୍ରେଶ୍ ହେଇକି ଆମେ ତିନି ଜଣ ଆଗ ପୁଣି ବାହାରିଥିଲୁ ଆମ ଗାଁ ପାଖରେ ଥିବା ଆଉ ଗୋଟେ ଗାଁରେ ସେଠି ଆଜି ଅଷ୍ଟପହରି ହେଉଥିଲା ଅଷ୍ଟପହରି ଭୋଜି ଖାଇବା ପାଇଁ ସେ ଗାଁରେ ପହଞ୍ଚିଲା ପରେ ଆମର ଅଲଗା ଗାଁର କିଛି ସାଙ୍ଗ ପିଲା ମଧ୍ୟ ଆସିଯାଇଥିଲେ ତାଙ୍କ ସହିତ ଦେଖା ହେଇଥିଲା ସେ ଗାଁର କିଛି ସାଙ୍ଗ ପିଲା ମଧ୍ୟ ଥିଲେ ତାଙ୍କ ସହିତ ମଧ୍ୟ କିଛି କଥାବାର୍ତ୍ତା ହେଇକି ଆମେ ଯାଇଥିଲୁ ଭୋଜି ଖାଇବା ପାଇଁ ଭୋଜି ଖାଇଲା ଭିତରେ ଆମର ଗାଁ ପିଲା ଯାଇକି ଆଗୁଆ ଭୋଜି ଖାଇସାରିଲେ ତାପରେ ଆମେ ବସି ଯାଇଥିଲୁ ଖାଇବା ପାଇଁ ଖାଇବାରେ ଅନ୍ନ ଡାଲମା କୋବି ତରକାରୀ ଶାଗ ଖଟା ଦହି ବାଇଗଣ ସବୁ ହେଇଥିଲା ଯାହା ହଉ ଖାଇବାଟା ପୁରା ଭଲ ହେଇଥିଲା ଏବେ ଜଲ୍ଦି ଜଲ୍ଦି ଆମେ ଟିକେ ଖାଇଦେବା ଖାଇସାରିଲା ପରେ କ୍ଷୀରି ମଧ୍ୟ ହେଇଥିଲା କ୍ଷୀରି ଖାଇସାରିକି ମୁଁ ଉଠି ଯାଇଥିଲି ଏମାନଙ୍କର କିନ୍ତୁ ଖାଇବା ସରିନଥିଲା ସାଙ୍ଗସାଥି ଯେହେତୁ ଏକାଠି ଟିକେ ହେଇଛୁ ଟିକେ କଥାବାର୍ତ୍ତା ଚାଲିଛି ଖାଇବା କ'ଣ ମୋ ଖାଇବା ସରିଲା ପରେ ମୋର ଆଉ ଗୋଟେ ସାଙ୍ଗ ମୋ ସହିତ ଟିକେ ଦେଖା ହେଇଥିଲା ତା ସହିତ କିଛି ସମୟ କଥା ହେଲା ପରେ ଆମେ ପୁଣି ରିଟର୍ନ ବାହାରିଥିଲୁ ଆମ ଗାଁକୁ ଆମକୁ ଛାଡ଼ିବା ପାଇଁ ଆମର ଆଉ ଗୋଟେ ସାଙ୍ଗଟେ ଆମ ସହିତ ଆସୁଛି ଚାଲନ୍ତୁ ଏବେ ରିଟର୍ନ ଆମେ ଗାଁକୁ ଯିବା ଯଦି ଆମ ଭିଡ଼ିଓଟି ଭଲ ଲାଗେ ଟିକେ ଲାଇକ୍ କରିବେ ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।